ବହୁବ୍ରୀହି ସମାସ ଯେଉଁ ସମାସରେ ସମସ୍ତ ପଦ ସମସ୍ୟମାନ ପଦମାନଙ୍କ ମଧ୍ୟରୁ କାହାରି ଅର୍ଥକୁ ନ ବୁଝାଇ ଅନ୍ୟକୁ ବୁଝାଏ ତାହାକୁ ବହୁବ୍ରୀହି ସମାସ କହନ୍ତି। ଯେମିତିକି ଉଦାହରଣ, ଦଶହରା ଦିନ ଦାଶରଥୀ ଦଶାନନକୁ ବଧ କରିଥିଲେ। ବାଳକ ଓ ବାଳିକାମାନେ ବୀଣାପାଣିଙ୍କୁ ପୂଜା କରନ୍ତି। ଉପର ବାକ୍ୟ ଦୁଇଟିରେ ଦଶାନନ ଓ ବୀଣାପାଣି ଦଶାନନ ଓ ବୀଣାପାଣି ଏହି ପଦଟିକୁ ଆମେ ବ୍ୟାସବାକ୍ୟ ସାହାଯ୍ୟରେ ନିମ୍ନମତେ ଲେଖିପାରିବା। ଦଶ ଆନନ ମୁଖ ଯାହାର ଦଶାନନ, ସେହିପରି ବୀଣାପାଣି ହାତରେ ଯାହାର ବୀଣାପାଣି। ଦଶ ଆନନ ମୁଖ ଯାହାର ଦଶାନନ, ସେହିପରି ବୀଣାପାଣି ହାତରେ ଯାହାର ବୀଣାପାଣି। ଏଠାରେ ଦଶ ଆନନ, ବୀଣାପାଣି ଆଦି ହେଉଛନ୍ତି ଗୋଟିଏ ଗୋଟିଏ ସମସ୍ୟମାନ ପଦ। ସମସ୍ତ ପଦ ହେଲାବେଳେ ଏ ସମସ୍ୟମାନ ପଦଗୁଡ଼ିକର ଗୁରୁତ୍ୱ ନ ରହି ସ୍ୱତନ୍ତ୍ର ଅର୍ଥ ପ୍ରକଟିତ ହୋଇଛି। ଅର୍ଥାତ୍ ଯାହାର 10ଟି ଆନନ